9 2009 2009 ତ ସେଇ ଟାଇମରେ ଆପଣ କୋଉ ଗାଡ଼ି ୟୁଜ୍ କରୁଥିଲେ? ଟ୍ରେକର ଭଡ଼ାରେ ଗାଡ଼ି। ତ ଭାଇ ସେଇ ଟାଇମରେ ଆପଣଙ୍କ ପ୍ରୋଗ୍ରାମ କରିବାକୁ କେମିତି ଲାଗୁଥିଲା? ସେଇ ଟାଇପ୍ର ପ୍ରୋଗ୍ରାମର ମଜା ଥିଲା କିଛି ଗୋଟେ ଅଲଗା। ସେତେବେଳେ ମାନେ କଣ୍ଟିନ୍ୟୁ ଡେ ନାଇଟ୍ ପ୍ରୋଗ୍ରାମ କଣ୍ଟିନ୍ୟୁ 6 ଦିନ 7 ଦିନ ଘରକୁ ଆସାଯାଏନି। ସେଇ କୋଭିଡ଼ ପରେ ସବୁ ଚେଞ୍ଜ ହେଇଗଲା। କୋଭିଡ଼ ପରେ ମେଜରିଟି ନାଇଟ୍ ପ୍ରୋଗ୍ରାମ ବନ୍ଦ ହେଇଗଲା। ମେଜରିଟି ଡେ ପ୍ରୋଗ୍ରାମରେ ବାହାଘରରେ ଡେ ପ୍ରୋଗ୍ରାମ। ଆଉ ବର୍ତ୍ତମାନ ପୂଜା ପ୍ରୋଗ୍ରାମରେ ବଡ଼ ସେଟଅପ୍ ନହେଲେ ଲୋକ ଖୋଜୁଛନ୍ତି ଯେ ବଡ଼ ଟିକେ ପ୍ରୋଗ୍ରାମ ଯାଉଥିଲେ। ସକାଳେ ମୋତେ ସେ ଫୋନ୍ କରିଥିଲେ ଅନର ଯିଏ ଜିତେନ ଭାଇ ମୋତେ ଫୋନ୍ କଲେ। ମୁଁ କହିଲି ତ ସକାଳୁ ସେ କାମ ଥିଲେ ଫୋନ୍ କଲେ ବି 9ଟା ପରେ ଫୋନ୍ କରନ୍ତି। ତାଙ୍କ ସହିତ ବି ଭଲ ସମ୍ପର୍କ, ବହୁତ ଭଲ। ଏମିତି କିଛି ନାହିଁ, ମାନେ ଅନୁଗୁଳରେ ଯେତେ ବି ଆମର ଅଛନ୍ତି ଓନର ସମସ୍ତଙ୍କ ସହିତ ସମ୍ପର୍କ ଆମର ବହୁତ ଭଲ। ଆଉ ତ ହ୍ୟାଲୋ ଫ୍ରେଣ୍ଡସ୍, ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଜୟ ଜନ ଭାଇମାନଙ୍କୁ। ତ ଆପଣମାନେ ତ ଥମ୍ବନେଲ୍ ଦେଖି ଜାଣିପାରୁଥିବେ ଆମେ ଆଜି କେଉଁଠିକି ଆସିଛୁ। ଆଉ ଯାହାକି ଆମର ତାଳଚେରରେ ଥିବା DJ ଅକ୍ଷୟ ପ୍ରଫେସନାଲ୍। ଆଉ ତାଙ୍କର ଗ୍ରାଣ୍ଡ କହିବାକୁ ଗଲେ ଆଜି ଗାଡ଼ି ପୂଜା ହେଉଛି, ଆଉ ଓପନିଂ ବି କାଲି ଅଛି। ଆଉ ଭାଇଙ୍କର ଆଜି କେମିତି କ'ଣ ସାଉଣ୍ଡ ଚେକ୍ ହେଇଛି, ଆଉ ଭାଇଙ୍କର କେମିତି କ'ଣ ଡିଜାଇନ୍ ଲାଗିଛି ନିହାତି କମେଣ୍ଟରେ ଜଣାଇବେ। ଆଉ ଭାଇଙ୍କର କେମିତି କ'ଣ ଗାଡ଼ି ପୂଜା ହେଉଛି ଚାଲନ୍ତୁ ଦେଖିବା। ଆଉ ଯାହାକି ତ କହିବାକୁ ଗଲେ ଆମେ ତ ଭାଇ ଟିକେ ଲେଟ୍ରେ ପହଞ୍ଚିଲୁଣି। ଆମେ ଆସିବା ପୂର୍ବରୁ ଗାଡ଼ି ପୂଜା ଷ୍ଟାର୍ଟ ହେଇଗଲାଣି। ତ ଦେଖିପାରୁଥିବେ ଏଇପଟେ ଆମର ଗାଡ଼ି ଅଛି, ଗାଡ଼ି ଆଡ଼କୁ ଟିକେ ଦେଖିଦିଅନ୍ତୁ ଭାଇ। ଆଉ ଦେଖିପାରୁଥିବେ ତାଙ୍କ ଗାଡ଼ି, ଆଉ କେମିତି କ'ଣ ତାଙ୍କର ଡିଜାଇନ୍ ହେଇଛି, ଆଉ କେମିତି କ'ଣ ନେମ୍ ବୋର୍ଡ଼ ହେଇଛି। ନେମ୍ ବି ଡିଜାଇନ୍ ଆମେ ଦେଖିଲୁ କିଛି ୟୁନିକ୍ ଡିଜାଇନ୍ ହେଇଛି। ଆଉ କେମିତି କ'ଣ ନେମ୍ ବୋର୍ଡ଼ ସହିତ ତାଙ୍କର କେମିତି କ'ଣ ଡିଜାଇନ୍ ହେଇଛି, ଆଉ କେମିତି କ'ଣ ସାଉଣ୍ଡ କ୍ୱାଲିଟି ରହୁଛି, ଆଉ ଭାଇଙ୍କର ହୋମ୍ ଟୁର୍ ଭିଡ଼ିଓ ବି ହେଉଛି। ଆଉ କେମିତି କ'ଣ ରହିଛି ଭିଡ଼ିଓ ନିହାତି ଫୁଲ୍ ଭିଡ଼ିଓ ଦେଖନ୍ତୁ, ଜାଣିପାରିବେ କ'ଣ ନାହିଁ କ'ଣ ହେଇଛି। ତ ଡେରି ନ କରିକି ଚାଲନ୍ତୁ ଭିଡ଼ିଓ ଷ୍ଟାର୍ଟ କରିବା। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥିବ ନିହାତି ଲାଇକ୍ କମେଣ୍ଟ ସବସ୍କ୍ରାଇବ୍ କରିବେ, ଆଉ ଚ୍ୟାନେଲକୁ ହାଇପ୍ ମଧ୍ୟ କରିଦେବେ। ତ ଡେରି ନ କରିକି ଭିଡ଼ିଓ ଷ୍ଟାର୍ଟ କରିବା। ଜୟ ଜଗନ୍ନାଥ ଭାଇ। ତ ଦେଖିପାରୁଥିବେ ତାଙ୍କର ଏବେ ଗାଁଙ୍କ ମାଆଙ୍କ ମନ୍ଦିର ପାଖରେ ଆସିକି ଗାଡ଼ି ପୂଜା ହେଉଛି। ଆଉ ଗାଡ଼ି ପୂଜା ଏବେ ବି ଷ୍ଟାର୍ଟ ହେଲାଣି। ଆଉ ଦେଖନ୍ତୁ କେମିତି କ'ଣ ଡିଜାଇନ୍ ହେଇଛି ଭାଇଙ୍କର। ଆଉ ଏବେ ବି ପୂଜା ବି ଚାଲିଛି ଅଲରେଡ଼ି। ଆଉ ଚାଲନ୍ତୁ ଦେଖିବା ପଛପଟ ସେଟଅପ୍ରେ କ'ଣ କ'ଣ ଡିଜାଇନ୍ ହେଇଛି, ଆଉ ସେ ଜିନିଷ ବି ଆପଣମାନେ ଦେଖନ୍ତୁ। ଆଉ ଭାଇଙ୍କର ଗୋଟେ ବିଶେଷ ଯାହାକି ଗଣେଶ ପୂଜା ପୂର୍ବରୁ ଭାଇଙ୍କର ସେଟଅପ୍ ରିଭିଲ୍ ଯାଇଛି। ଆଉ ଦେଖନ୍ତୁ ପଛପଟେ ଆମେ ଯିବା, ଚାଲନ୍ତୁ ଦେଖିବା କେତେ କ'ଣ ଜିନିଷ ତାଙ୍କର ଲାଗିଛି। ଆଉ ଦେଖିପାରୁଥିବେ ଭାଇଙ୍କର 8 ବେସ୍ 6 ଲାଇନରେ ଆଉ କିଛି ଡିଜାଇନ୍ ଏମିତି ହେଇଛି। ଆଉ ଭାଇଙ୍କର କାଲି ହେଉଛି ଓପନିଂ ପ୍ରୋଗ୍ରାମ୍ ଅଛି, ଯାହାକି ଓପନିଂ ପ୍ରୋଗ୍ରାମ୍ ମ୍ୟାରେଜ୍ ପ୍ରୋଗ୍ରାମ୍ ଅଛି। ଆଉ ଦେଖିନିଅନ୍ତୁ କେମିତି କ'ଣ ହେଇଛି ସେଟଅପ୍ ଡିଜାଇନ୍, କେମିତି କ'ଣ ଲାଗୁଛି ଆପଣମାନେ ନିହାତି କମେଣ୍ଟରେ ଜଣାଇବେ। ତ ଏଇପଟେ ବି ଦେଖିପାରୁଥିବେ ଏବେ ଯେଉଁ ପୂଜା ତ ଚାଲିଛି ସରିବା ଉପରେ। ଆଉ ଜଷ୍ଟ ଏବେ ସାଉଣ୍ଡ ଚେକ୍ ବି ଭାଇଙ୍କର ଷ୍ଟାର୍ଟ ହେଇଯିବ। ଆଉ କେମିତି କ'ଣ ସାଉଣ୍ଡ ଚେକ୍ ହେଉଛି ଆପଣ ନିହାତି ତ ଏବେ ସାଉଣ୍ଡ ଚେକ୍ ଷ୍ଟାର୍ଟ ହେଇଗଲା, ଚାଲନ୍ତୁ। Let's checking the mid frequency. जानती तो पाखो कुड़ी, जानती तो पाखो कुड़ी. Let's checking the low frequency. Sound equipment check complete. Let's listening the full audio.
ଯେମିତିକି ତ ଭାଇ ଆପଣମାନେ ବାହାରେ ଇନୋଭେସନ୍ ଦେଖିଥିଲେ ଆଉ ଭାଇଙ୍କର ଗାଡ଼ି ପୂଜାରୀ ଦେଖିଥିଲେ ଆଉ ଭାଇଙ୍କର କେମିତି କ'ଣ ଗାଡ଼ି ପୂଜା ହେଲା ଆପଣ ଜାଣିଥିବେ ଆଉ କେମିତି କ'ଣ ସାଉଣ୍ଡ ସେଟିଂ ଆପଣମାନେ ଜାଣିଲେ। ତ ଚାଲନ୍ତୁ ଡେରି ନ କରିକି ଭିଡ଼ିଓ ଷ୍ଟାର୍ଟ କରିବା ଆଉ ଆମେ କିଛି ପଚାରେ କ'ଣ ପାଇଁ କ'ଣ ସୁବିଧା ପୂର୍ବରୁ ସେଟା ରେଡ଼ି କଲେ ଭଲ ନାହିଁ ଆଉ ସେଟା ତ ଆମେ ଯେମିତି କ'ଣ ଅଛି ତ ଡେରି ନ କରି ଭିଡ଼ିଓ ଷ୍ଟାର୍ଟ କରିବା। ତ ଭାଇ ଆମ ଚ୍ୟାନେଲ୍ ଆପଣଙ୍କୁ ସ୍ୱାଗତ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। କେମିତି କ'ଣ ଅଛନ୍ତି ଭାଇ? ଭଲ ଅଛି ଭାଇ। ଆଉ ଭାଇ କହିବାକୁ ଗଲେ ଆମେ ତ ଆଜି ଆସିଲା ଆଉ ଆପଣଙ୍କୁ ଦେଖିଲୁ ଯେ ଟିକେ ଲେଟ୍ ହେଲା ସତ କିନ୍ତୁ ଆପଣଙ୍କର ଗାଡ଼ି ପୂଜା ହେଉଥିଲା ଆଉ କିଛି ସାଉଣ୍ଡ ଚେକିଂ ହେଉଥିଲା ଆଉ ସେଟା ବି ଅଲରେଡ଼ି ରିଭିଲ୍ ହେଇସାରିଲାଣି। ହଁ। ତ ଆମକୁ ତ ଆପଣ ଭାଇ କହିଥିଲେ କି ଟିକେ ଭାଇ ଆସିବା ପାଇଁ ଆମେ ଆସିପାରିନଥିଲୁ କାରଣ ଟିକେ ପ୍ରୋବ୍ଲେମ୍ ଥିଲା ବୋଲି ମୁଁ ବି ଆସିପାରିନଥିଲି କିନ୍ତୁ ଭାଇ ଟାଇମ୍ ବାହାର କରିକି ଆପଣଙ୍କ ପାଖକୁ ଆସିଥିଲି। ତ ଭାଇ ଯାହାବି ଆପଣ ଗଣେଶ ପୂଜା ପୂର୍ବରୁ କ'ଣ ପାଇଁ ସେଟା ବୋଲି କଲେ? ଗଣେଶ ପୂଜା ପୂର୍ବରୁ ଆକ୍ଚୁଆଲି କରିବାର ଥିଲା ମୋର ଜୁଲାଇ ପ୍ରୋଗ୍ରାମ ପରେ ଗ୍ୟାପ୍ ରହିଗଲା ଯେଉଁ ବାହାଘର ସିଜନ୍ ଏଇ ମଝିରେ ମାସେ ପ୍ଲସ୍ ଗ୍ୟାପ୍ ରହିଗଲା। ତ ଗଣେଶ ପୂଜା ଟାଇମ୍ରେ ମିସ୍ତ୍ରୀ ଟିକେ ପ୍ରୋବ୍ଲେମ୍ ହୁଏ। ଷ୍ଟିଲ୍ ମିସ୍ତ୍ରୀକୁ ଖୋଜିବାଟା ଟିକେ ମାନେ ମିସ୍ତ୍ରୀ ମିଳିବାଟା ଟିକେ ପ୍ରୋବ୍ଲେମ୍ ରହେ। ସବୁ ବର୍ଷ ସେଇ ପ୍ରୋବ୍ଲେମ୍ ଫେସ୍ କରିଥିଲି। ତ ଏଠି ମାସେ ଯେହେତୁ ଡିଷ୍ଟାନ୍ସ ଥିଲା କହିଲି ଟିକେ କରିଦେଇକି ହେଲେ ଏକ ତ ସେଟଅପ୍ ରିଭିଲ୍ ହେଇଯିବ, ଦ୍ୱିତୀୟ ହେଲା କାମ ବି ସାଟିସ୍ଫାଏରେ ହେବ, ମାନେ ଧୀରେ ସୁସ୍ଥେ ତରବର ହେଲେ କ'ଣ ହୁଏ କେଉଁ କାମଟା ଛାଡ଼ି ରହିଯାଏ କେଉଁଟା ଇଏ ହୁଏ ତ ଏଇ ଜିନିଷଟା ପ୍ରୋବ୍ଲେମ୍ ଫେସ୍ ହୁଏ। ସେଥିପାଇଁ କରିଦିଆଗଲା ଆଗୁଆ ଟିକେ। ତ ଭାଇ ଯେମିତି ତ ଆପଣ କହିଲେ ତାପରେ ବି ଆପଣଙ୍କ ଗାଡ଼ି ପୂଜା ହେଉଥିଲା ଏଠି ଗାଡ଼ି ପୂଜା ଯେତେବେଳେ ଗାଡ଼ି ପୂଜା ହେଇକି ଘରକୁ ଆସିଲା ତଥାପି ଆମେ ଯେତେବେଳେ ଆସିଲେ ହୋମ୍ ଟୁର୍ କରିବା ପାଇଁ ଦେଖିଲେ ବାହାରେ କିଛି ଗାଡ଼ିର କାମ ବି ଚାଲିଛି କିନ୍ତୁ କହିବାକୁ ଗଲେ ଆପଣ କହୁଛନ୍ତି ମୋର କାଲି ଓପନିଂ ପ୍ରୋଗ୍ରାମ୍ ଅଛି ମ୍ୟାରେଜ୍ କାଲି ପ୍ରୋଗ୍ରାମ୍। ଡେ କେମିତି ମ୍ୟାରେଜ୍ କ'ଣ ପ୍ରୋଗ୍ରାମ୍। ମାନେ କାମ ସରିଥିବ କି ନାହିଁ ଆପଣଙ୍କର? କାଲି ଡେ ମ୍ୟାରେଜ୍ ପ୍ରୋଗ୍ରାମ୍ ତ ରଖା ହେଇଛି ଯେହେତୁ ଯେମିତି ହେଲେ ବି କରିବାକୁ ପଡ଼ିବ। ପାଖାପାଖି ସାଉଣ୍ଡର ସେଟିଂ ସବୁ ସରିଯାଇଛି। ଲାଇଟ୍ର କିଛି ସେଟିଂ କରିପାରିନୁ ଏଇଥିପାଇଁ ଯେ ଟାଇମ୍ ହେଇନି। ଯେହେତୁ ଡେ ପ୍ରୋଗ୍ରାମରେ ଡେ ପ୍ରୋଗ୍ରାମରେ ଲାଇଟ୍ର ଏତେ ଜରୁରୀ ନାହିଁ ବୋଲି 21 ତାରିଖ ପାଇଁ ବି ମିଳିଥିଲା ନାଇଟ୍ ପ୍ରୋଗ୍ରାମ୍। ତ ସେଇ ହେଇପାରିବନି କାମ ବୋଲି ମନା କରିଥିଲି, ମାନେ କଲ୍ କ୍ୟାନସେଲ୍ କରିଥିଲି। ଲାଇଟ୍ ପ୍ରୋଗ୍ରାମ୍ ହେଇଗଲେ ଲାଇଟ୍ ପ୍ରୋଗ୍ରାମରେ ହଁ ନାଇଁ ଲାଇଟ୍ ପ୍ରୋଗ୍ରାମ୍ ତ ହେଇଯିବ ନିହାତି। ଯେହେତୁ କାମ ଟିକେ ଡିଲେ ଭଳି ମୋତେ ଲାଗିଲା ମୁଁ କହିଲି ହେ ସରିପାରିବ ନ ସରିପାରିବ, ନ ସରିଲେ ପୁଣି ପ୍ରୋବ୍ଲେମ୍ ହେବ। ସେଇଥିପାଇଁ ଟିକେ ରହିଲା ମନରେ କିଛି ଗୋଟେ ରହିଲା ନା ହେଇପାରିବନି କାଳେ, ସେଇଥିପାଇଁ କ୍ୟାନସେଲ୍ କରିବାକୁ ପଡ଼ିଲା ଆଉ। ଭାଇ କହିବାକୁ ଗଲେ ଆପଣ ତ ଗଣେଶ ପୂଜା ପୂର୍ବରୁ ସେଟାକୁ ରିଭିଲ୍ କଲେ ଆଉ ଯାହାକି ଆପଣଙ୍କର କାଲି ଅଛି ଓପନିଂ ମ୍ୟାରେଜ୍ ପ୍ରୋଗ୍ରାମ୍। ଆଉ ଯେଉଁ ଭାଇମାନେ ଆମର ଭିଡ଼ିଓ ଦେଖୁଛନ୍ତି ଭାଇ ଗୋଟେ ଇନଭାଇଟ୍ କରୁଛନ୍ତି ଆପଣଙ୍କ କେଉଁ ଜାଗାରେ ଓପନିଂ ପ୍ରୋଗ୍ରାମ୍ ଅଛି? କାଲି ଭାଇ ଅଛି ଡେରାରୁ, ଆମର ତାଲଚେର ଡେରା ଗାଁରୁ ଅଛି ପ୍ରୋଗ୍ରାମ୍, ଆସିବ କେଟା ଡେ ପ୍ରୋଗ୍ରାମ୍। କାଲି ତ ଫାଷ୍ଟ ଓପନିଂ ହେବ, ଯାହା ଭଗବାନଙ୍କ ଇଚ୍ଛା। ସବୁ ଭାଇମାନେ ଆସନ୍ତୁ ଆଉ ଜଏନ୍ କରନ୍ତୁ ଭାଇ। ଜଏନ୍ କରନ୍ତୁ ଆଉ ଏନ୍ଜୟ କରନ୍ତୁ। କେମିତି କ'ଣ ଲାଗିଲା ନିଜର କ୍ୱାଲିଟି ଆଣ୍ଡ ବେସ୍ କେମିତି କ'ଣ ଲାଗୁଛି ପରଫର୍ମାନ୍ସ କେମିତି ରହୁଛି ନିହାତି କମେଣ୍ଟ ମାଧ୍ୟମରେ ଆପଣମାନେ ଜଣାଇବେ। ତ ଭାଇ କହିବାକୁ ଗଲେ ଆପଣ ତ ଗଣେଶ ପୂଜା ପୂର୍ବରୁ ସେଟା ପୂଜା ରିଭିଲ୍ କରିସାରିଲେଣି ଅଲରେଡ଼ି ଆଉ କାଲି ଆପଣଙ୍କର ଡେ ମ୍ୟାରେଜ୍ ଓପନିଂ ପ୍ରୋଗ୍ରାମ୍ ଅଛି କିନ୍ତୁ ଓପନିଂ ପ୍ରୋଗ୍ରାମରେ ଆପଣଙ୍କର କିଛି ସ୍ପେଶାଲ୍ ରହୁଛି କି? ଓପନିଂ ପାଇଁ ସେମିତି କାଲିର କିଛି ପ୍ଲାନିଂ ତ ରଖାଯାଇନି, ଦେଖାଯାଉ କାଲି ପାଇଁ କ'ଣ କିଛି ଯଦି ହେଇପାରିଲା କରିବା ପାଇଁ ଚେଷ୍ଟା କରିବୁ। ଭାଇ ଯେମିତିକି ଆମେ ତ ଆଗରୁ ଦେଖିଥିଲୁ ମେନ୍ ହେଲା ମୋ ପାଖରେ ଆକ୍ଚୁଆଲି ସମୟ ଟିକେ କମ୍ ରହିଲା, ତ ସେଇଥିପାଇଁ ମୁଁ ଟିକେ ଅସୁବିଧା। ଭାଇ କହିବାକୁ ଗଲେ ଆମେ ତ ଯେମିତି ଆପଣଙ୍କ ସେଠୁ ଆଗରୁ ଦେଖି ଆସିଛୁ ତ ଭାଇ ଯେଉଁ ଅକ୍ଷୟ ପ୍ରଫେସନ୍ ଆପଣ କେବେଠୁ ଷ୍ଟାର୍ଟ କରିଥିଲେ? 2009। ତ ସେଇ ଟାଇମ୍ରେ ଆପଣ କେଉଁ ଗାଡ଼ି ୟୁଜ୍ କରୁଥିଲେ? ଟ୍ରେକର୍ ଭଡ଼ାରେ ଗାଡ଼ି। ତ ଭାଇ ସେଇ ଟାଇମ୍ରେ ଆପଣଙ୍କ ପ୍ରୋଗ୍ରାମ୍ କରିବାକୁ କେମିତି ଲାଗୁଥିଲା? ସେଇ ଟାଇମ୍ର ପ୍ରୋଗ୍ରାମର ମଜା ଥିଲା କିଛି ଗୋଟେ ଅଲଗା। ସେତେବେଳେ ମାନେ କଣ୍ଟିନ୍ୟୁ ଡେ ନାଇଟ୍ ପ୍ରୋଗ୍ରାମ୍ କଣ୍ଟିନ୍ୟୁସ୍ 6 ଦିନ 7 ଦିନ ଘରକୁ ଆସାଯାଏନି। ସେଇ କୋଭିଡ଼ ପରେ ସବୁ ଚେଞ୍ଜ ହେଇଗଲା। କୋଭିଡ଼ ପରେ ମେଜରିଟି ନାଇଟ୍ ପ୍ରୋଗ୍ରାମ୍ ବନ୍ଦ ହେଇଗଲା, ମେଜରିଟି ଡେ ପ୍ରୋଗ୍ରାମରେ ବାହାଘରରେ ଡେ ପ୍ରୋଗ୍ରାମ୍। ଆଉ ବର୍ତ୍ତମାନ ପୂଜା ପ୍ରୋଗ୍ରାମରେ ବଡ଼ ସେଟଅପ୍ ନହେଲେ ଲୋକ ଖୋଜୁଛନ୍ତି ଯେ ବଡ଼ ଟିକେ ବଡ଼ ଆଉ ବଜେଟ୍ ଫ୍ରେଣ୍ଡଲି ବି ଖୋଜୁଛନ୍ତି।
ଭାଇ ଯାହା ତ କହିଲେ କିନ୍ତୁ ଭାଇ ସେଇ ଟାଇମ୍ରେ ପେପର ଷ୍ଟାର୍ଟ କରିଥିଲେ ଆଉ ସେଇ ଟାଇମ୍ରେ କେତେ କ'ଣ ଜିନିଷ ୟୁଜ୍ କରୁଥିଲେ ଆପଣ? ସେତେବେଳେ ଆମର ଥିଲା 3 ବାର, 3 ସ୍ପିକର ବାଲା ଥିଲା ଯେଉଁ 15 ଇଞ୍ଚ। ସେତେବେଳେ ମୁଁ ମୋ କ୍ୟାରିୟରରେ ସେଇଟା ଷ୍ଟାର୍ଟ କରିଥିଲି। ତା ପୂର୍ବରୁ ଦାଦା ଆଣିଥିଲେ, ସେତେବେଳେ ଯେଉଁ ଥିଲା ଆମର 4 ସ୍ପିକର 12 ଇଞ୍ଚିଆ, ସେତେବେଳେ ଟାଇମ୍ର ମୁଁ ପଢ଼ୁଥିଲି ସେଇ 3ୟ କ୍ଲାସ୍ ପଢ଼ୁଥିଲି। ସେତେବେଳେ ଥିଲା, ସେତେବେଳେ ଛୋଟରୁ ଯେହେତୁ ସାଉଣ୍ଡ ପ୍ରତି ଥିଲା, ଚାଲିଛି ଭଗବାନଙ୍କ ଦୟାରୁ ଚାଲିଛି, ବର୍ତ୍ତମାନ ସୁଦ୍ଧା ବି ଚାଲିଛି। ଭାଇ ଯେହେତୁ ଯେଉଁ ଆପଣ କହିଲେ ଛୋଟରୁ ସେଇ ଜିନିଷଟା ଚାଲିଥିଲା ଭାଇ, ଯାହାକି ଆପଣ ଷ୍ଟ୍ରଗଲ୍ କରୁଛନ୍ତି ଭାଇ, ଯେଉଁ ସାରିଲେଣି ସେପଟୁ ଆପଣ ଅଲଗା କ'ଣ ବିଜନେସ୍ କରୁଥିଲେ କି ନା? ନା, ମୁଁ ଆକ୍ଚୁଆଲି ସେତେବେଳେ ITI କରୁଥିଲି। ଯେଉଁ ଯେତେବେଳେ ସାଉଣ୍ଡ ଲାଇନ୍ରେ ଆସିଲି ସେତେବେଳେ ମୁଁ ITI କରୁଥିଲି। ITIର ସେକେଣ୍ଡ ଇୟର୍ରେ ମୁଁ ସାଉଣ୍ଡ ପ୍ରଥମେ ଷ୍ଟାର୍ଟ କଲି। ସେତେବେଳେ ମୋତେ ଏଜ୍ ହେଇଥିଲା 17 ଏଜ୍ରୁ ମୁଁ ଷ୍ଟାର୍ଟ କରିଛି କ୍ୟାରିୟର। ତ ଭାଇ ଆପଣ ତ ଚାହିଁଥିଲେ ITI କରୁଥିଲେ, ତ ଚାହିଁଥିଲେ ଆପଣଙ୍କର ଯେମିତି ମାଇନ୍ସ ଫାଇନ୍ସ ହେଇଛି ତ କମ୍ପାନୀରେ ଆପଣ ଜବ୍ ବି କରିପାରିଥାନ୍ତେ କି ଯାହା ଅଲଗା, କିନ୍ତୁ ସାମ୍ଲାଇନ୍ କମ୍ପାନୀରେ କରିଦେଲେ। ସେତେବେଳେ ଗୋଟେ ଥିଲା, ଗୋଟେ ସଉକ ଥିଲା ଗୋଟେ ମୋର, ମାନେ ଲାଇଫ୍ରେ ଗୋଟେ ଥିଲା ଯେ ନା ସାଉଣ୍ଡ ଗୋଟେ କରିବି, ସେ ଗୋଟେ ମାନେ ସଉକ ଥିଲା ଯେ ନା ସାଉଣ୍ଡ ଗୋଟେ କରିବି। ସେଇ ଇଏରେ କରିଦେଇଥିଲି, ସେ ଧୀରେ ଧୀରେ ପ୍ରଫେସନ୍ ସେଇଟା ରହିଗଲା। ଭାଇ ଆମର ଯାହା ବି ଆମେ ଆପଣଙ୍କୁ ଭାଇ ଯେଉଁ ପେପର ସେଟଅପ୍ ଯେଉଁ ଟାଇମ୍ରେ ପ୍ରୋଗ୍ରାମ୍ କରୁଥିଲେ ଆପଣ କହିଲେ ଯେ ସେଇ ଟାଇମ୍ରେ ପ୍ରୋଗ୍ରାମ୍ କରିବାକୁ ଭଲ ଲାଗୁଛି, କିନ୍ତୁ ଏଇ ଯେଉଁ ସେଟଅପ୍ ଅଛି ଏବେ କେମିତି ଲାଗୁଛି ଏଇ ଟାଇମ୍ର ପ୍ରୋଗ୍ରାମ୍ ଆଉ ଏଇ ଟାଇମ୍ର ପ୍ରୋଗ୍ରାମ୍ ଭିତରେ ଫରକ କ'ଣ ଆପଣ ଲାଗୁଛି? ଫରକ ହେଲା, ଏବେ ଦେଖ, ଏବେ ଜିନିଷ ଅଧିକା, ସେଟଅପ୍ ବଡ଼, ପଇସା ବି ଅଧିକା, କିନ୍ତୁ ଟେନସନ୍ ରିକ୍ସ ବି ବହୁତ ରହୁଛି। ସେତେବେଳେ ଛୋଟ ଥିଲା, ମାନେ କମ୍ ଥିଲା, କେଉଁଠି କମ୍ପ୍ଲେନ୍ ନାହିଁ, କିଛି ଟେନସନ୍ ନାହିଁ, ଆରାମସେ ପ୍ରୋଗ୍ରାମ୍ କରିକି ଆସ, ଟେନସନ୍ ନାହିଁ। ବୋଲେ ଯେକୌଣସି ଜାଗାକୁ ଗଲେ ସେତେବେଳର ମାହୋଲ ଥିଲା, ଏବେର ମାହୋଲ ଟିକେ ରହୁଛି ଅଲଗା ରହୁଛି। ଭାଇ ଯାହା ତ କହିଲେ, ଭାଇ ଆପଣଙ୍କ ଗଣେଶ ପୂଜା ପାଇଁ କିଛି ବୁକିଂ ଆସିଲାଣି, କଲ୍ ଆସିଲାଣି? ପ୍ରୋଗ୍ରାମ୍ ତ ଆସିଛି, କିନ୍ତୁ ଫାଇନାଲ୍ କରାଯାଇନଥିଲା ଏଥିପାଇଁ ଯେ ମୁଁ ସେଟଅପ୍ ଆକ୍ଚୁଆଲି କ'ଣ କରିବି କନଫର୍ମ ମୋର ହେଇନଥିଲା। ତ ସେଇଥିପାଇଁ ମୁଁ ସେଟଅପ୍କୁ ମାନେ ଆଗୁଆ ବୁକିଂ କରିନଥିଲି। ଅଛି କିଛିଟା ପ୍ରୋଗ୍ରାମ୍ ବୁକିଂ ହେଇଛି, 4-5ଟା ପ୍ରୋଗ୍ରାମ୍ ବୁକିଂ ଅଛି, ଆଉ ଯେଉଁଟା ଆମର ବନ୍ଦାଣିଆ କିଛିଟା ଅଛି, ସବୁ ବର୍ଷ ହେଉଛି। ଭାଇ ଯାହା ତ ଆପଣଙ୍କର ବୁକିଂ ହେଇଛି, ତ ଭାଇ ଗଣେଶ ପୂଜାରେ ଆପଣଙ୍କର ଓପନିଂ କୋଉଠି ଅଛି ପ୍ରୋଗ୍ରାମ୍? ପ୍ରୋଗ୍ରାମ୍ ତ ସେମିତି କହିଲେ ଅଛି, ଆମର ପାଖରେ ଗୋଟେ ଅଛି, ଦୁମଦୁମାରେ ହେବ, ନାଇଁ ତ ତା ପୂର୍ବରୁ ଯଦି ବି ଆସିଲା କଲ୍ ଆସିଲା ରଖାଯିବ। ହଁ, ତ ଭାଇ ମୋର ଗଣେଶ ପୂଜା ପାଇଁ କଲ୍ ବି ଅଲରେଡ଼ି କିଛିଟା ବୁକିଂ ହେଇଛି, ଆଉ କିଛି କଥାବାର୍ତ୍ତା ଅଛି। ଆପଣମାନେ ଭାଇଙ୍କୁ କଣ୍ଟାକ୍ଟ କରି କଣ୍ଟାକ୍ଟ ନମ୍ବର ଆମେ ପଚାରିକି କହିଦେବୁ, ଆପଣମାନଙ୍କୁ କଣ୍ଟାକ୍ଟ ନମ୍ବର ଡିସ୍କ୍ରିପ୍ସନ୍ରେ ଦେଇଦେବୁ। ଆପଣ ଜଲ୍ଦି ଜଲ୍ଦି ବୁକିଂ କରନ୍ତୁ। ଆପଣ ଗଣେଶ ପୂଜାରେ ଅକ୍ଷୟ ପ୍ରଦର୍ଶନକୁ ନେଇକି ଏଣ୍ଟରଟେନମେଣ୍ଟ କରନ୍ତୁ, ଆଉ ଆପଣମାନଙ୍କୁ କେମିତି କ'ଣ ପରଫର୍ମାନ୍ସ ଲାଗେ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଯେଉଁ ଜିନିଷଟା ଆପଣଙ୍କୁ କମି ଲାଗୁଛି କି ଯେଉଁ ଜିନିଷଟା ଭାଇ ଆପଣ ଯଦି ଭାଇ କେମିତି କ'ଣ କରିବେ, ଭାଇ ସେ ଜିନିଷଟା ଆପଣଙ୍କ ନେକ୍ସଟ ପ୍ରୋଗ୍ରାମରେ ଫିଲ୍ଅପ୍ କରିକି କେମିତି ଆପଣମାନଙ୍କୁ ସେଇ ପରଫର୍ମାନ୍ସ ଦେବା ପାଇଁ ଟ୍ରାଏ କରିବେ। ତ ଭାଇ ଯାହା ବି ଆପଣ ତ ସବୁ ଅପଡ଼େଟ୍ ଦେଲେ ଗଣେଶ ପୂଜାର, ତ ଭାଇ ଏଇ ଯେଉଁ ସେଟଅପ୍ ଡିଜାଇନ୍ କରୁଛନ୍ତି ତ କିଛି ଆପଣ ଅଲଗା କିଛି ମଡ଼ିଫାଏ କରିଥାନ୍ତି ତ ଏଇ ଡିଜାଇନ୍ କଲେ? ନାଇଁ, ଆକ୍ଚୁଆଲି ବର୍ତ୍ତମାନ ମୁଁ ଫାଷ୍ଟ ଫାଇନାଲ୍ କରିଥିଲି ଯେ ସେଇ ବସା ଡିଜାଇନ୍ କରିବା ପାଇଁ। ଦେଖିଲି ସମସ୍ତେ ସେଇ ଗୋଟେ ଡିଜାଇନ୍ ହିଁ ମାନେ କରୁଛନ୍ତି, ତ କିଛିଟା ଡିଫରେଣ୍ଟ କରିବା ଇଏରେ ପିଲା ଗୋଟେ ମୋତେ ଦେଇଥିଲେ ଡାଇଗ୍ରାମ୍, ସେ ଆମର ଯେଉଁ ଗଣପତି ଡିଜେ, ସେ ରାସୋଳ ସାଇଡ଼୍ରୁ ସେଇ ଡିଜାଇନ୍ କରିବା ପାଇଁ ମୋତେ କହିଥିଲେ। ମୁଁ ହଁ ବି କରିଥିଲି। ତ ତାପରେ ବସିକି ଭାବିଲି, ମୁଁ କହିଲି କପି କ'ଣ ପାଇଁ କରିବା, କିଛିଟା ଚେଞ୍ଜ କରିବା। ହଁ, ସେ ବସିକି 2 ଦିନ ଟିକେ ଭାବିଲା ପରେ ଫାଇନାଲି ଏ ଡିଜାଇନ୍ ଫାଇନାଲ୍ କରା। ଚେଞ୍ଜ କରୁଛନ୍ତି ତ ଭାଇ ଏଇ ଡିଜାଇନ୍ରେ କେତେ କ'ଣ ସାର୍ଫି ରହୁଛି? ସାର୍ପି ନର୍ମାଲି ଭିତରେ ଆମର 12ଟା ରହୁଛି, ବାହାରେ ଆମର ବସେଇକି ମାନେ ଯେଉଁ ବସା ଡିଜାଇନ୍ରେ ରହୁଛି 6-6-12 ପିସ୍ ରହିବ, ଉପର ଲାଇନ୍ରେ 9 ପିସ୍ ରହିବ, ନର୍ମାଲି 33ଟା ରହିବ କଣ୍ଟିନ୍ୟୁ ଗଣେଶ ପୂଜାରେ। ତ ଯିଏ ଏକ୍ସଟ୍ରା ରିକ୍ୱାରମେଣ୍ଟ କରିବେ ଲାଗିପାରିବ ଅଧିକା। ତ ଭାଇ ଯେମିତିକି ଆମେ ତ ଜାଣିଛୁ କହିବାକୁ ଗଲେ କମ୍ପିଟିସନ୍ ଏବେ ମାର୍କେଟ୍ ହେଲାଣି, ତ
ଆଉ ଆପଣଙ୍କର କମ୍ପିଟିସନ୍ ସେଟଅପ୍ ଗଣେଶ ପୂଜା ବାହାରୁଛି କି ନାହିଁ? ମୁଁ ବେପାର କରିବାର 16-17 ବର୍ଷ ପାଖାପାଖି 17 ବର୍ଷ ଚାଲିଲା। ମୁଁ ଆଜି କମ୍ପିଟିସନ୍ କେଉଁଠି କରେନି। ମୋ ଆଚ୍ଛା ଗୋଟେ ଜିନିଷ, କମ୍ପିଟିସନ୍ କ'ଣ କରିବ? ତୁମେ କମ୍ପିଟିସନ୍ ଯଦି କରିବ ଗୋଟେ ଜାଗାରେ ବି, କ'ଣ କମ୍ପିଟିସନ୍ କରିବ ସେଇ ଟ୍ରାକ୍ ବଜେଇ ଇଏ କରିବ। ତ ଟ୍ରାକ୍ରେ କ'ଣ ଅଛି, ସେଇ କିଛିଟା ଟାଇମ୍, କିନ୍ତୁ ଜିନିଷ ପଡ଼ିବ ତ ଆମର ଲସ୍ ହେବ ସବୁ। କିନ୍ତୁ ଲାଇଭ୍ ଉପରେ ପ୍ରୋଗ୍ରାମ୍ ଉପରେ କିଛିଟା ଦେଖ, କ୍ଲାରିଟି ଦେଖ, ସାଉଣ୍ଡ ଦେଖ, ସେଇଟା ମୋ ଓପିନିଅନ୍ ସେଇଆ। ତ ଆପଣଙ୍କ ମତରେ କମ୍ପିଟିସନ୍ କରିବାଟା ବେଟର୍ ନୁହେଁ? କମ୍ପିଟିସନ୍ ଫୋରରେ ମୁଁ ନୁହେଁ। କମ୍ପିଟିସନ୍ ଫୋରରେ ମୁଁ ନଥିଲି କି କେବେ ବି ରହିନି। ମାନେ ଯାହା ବି ଆପଣଙ୍କ ମତରେ କମ୍ପିଟିସନ୍ ମାନେ କହିବାଟା ଠିକ୍ ନୁହେଁ। ତ ଭାଇ କହିବାକୁ ଗଲେ ଆମେ ବି ଯେମିତି ଦେଖୁଥିଲେ ମାନେ ଏଇ ଯେଉଁ ଗଣେଶ ପୂଜାରେ ଆପଣ କିଛି କମ୍ପିଟିସନ୍ କାମ ରଖିଛନ୍ତି କି ନାହିଁ? ନା, କମ୍ପିଟିସନ୍ କାମ ମିଳିଥିଲା, କିନ୍ତୁ କମ୍ପିଟିସନ୍ ମୁଁ ପ୍ରଥମ କଣ୍ଡିସନ୍ ମୋର କମ୍ପିଟିସନ୍ ହେବନି। ମେଲଣ ଗଲେ ମୁଁ ମୋ ରାସ୍ତାରେ ଯିବି, ମୋର ବଜେଇବି, ମାନେ ପ୍ରୋଗ୍ରାମ୍ ମୁଁ ମୋର ଲାଇନ୍ରେ କରିବି, ମୋର ସରିବ, ମୋର ପେମେଣ୍ଟ ଧରିବି, ମୁଁ ମୋର ଆସିବି। କିନ୍ତୁ ମୁଁ କାହା ସହିତ କମ୍ପିଟିସନ୍ କରିବା କଥା ମୁଁ ତ ଭାଇ ଯାହା ବି ଆପଣ ତ କହିଲେ, ତ ଭାଇ ଯେଉଁ ଆସୁଛି ଆମର ଗଣେଶ ପୂଜାରେ ତ ଭାଇ ଜାଣିଥିବେ ଆପଣମାନେ ଯାହା ବି ସବୁ ଭାଇମାନେ ଡିଜେ ଭାଇମାନେ ଆମର ଯେତେ ବି ଅନର ଭାଇମାନେ ଅଛନ୍ତି, ଏଥର ବେଶୀ ଟିକେ ଏସ୍ଏଫ୍ଏକ୍ସ କାମ ଆଉ ମାନେ ସୁପର ଶୋ ଉପରେ ଫୋକସ୍ କରୁଛନ୍ତି। ତ ସେ ଜିନିଷକୁ ନାହିଁ କ'ଣ କହିବେ, ସୁପର ଶୋ ଉପରେ କିଛି ଫୋକସ୍ ରହୁଛି କି ଆପଣ? ସୁପର ଶୋ ଉପରେ ଫୋକସ୍ ଯେଉଁଟା କୁହନ୍ତି, ଯଦି ଜଣେ କଷ୍ଟମର୍ ଚାହିଁବ ତ ଆମେ ଦେବୁ, କିଛି ଅସୁବିଧା ନାହିଁ। କିନ୍ତୁ ନର୍ମାଲି ଆପଣଙ୍କର ରହୁଛି କି ନାହିଁ? ନର୍ମାଲି ଲୋକ ବି ଅଛନ୍ତି, ସେ ମାନେ ପେପର ବି ମନା କରୁଛନ୍ତି, କହୁଛନ୍ତି ଆମର କେତେ କମ୍ରେ ହେଇପାରିବ। ତ ଯିଏ ଯେଉଁ ଟାଇପ୍ର ଖୋଜୁଛି ତାକୁ ଦିଆଯିବ। ସେମିତି କିଛି ନାହିଁ ଯେ ଏଇ ଜିନିଷଟା ଦିଆଯିବନି, ସେଇ ଜିନିଷ ନାହିଁ, ସେମିତି କିଛି ନାହିଁ। ଯିଏ ସୁପର ଶୋ ଯେଉଁ ଟାଇପ୍ର ଖୋଜିବ, ଏଇ ଯିଏ ସୁପର ଶୋରେ 5,000 ଖର୍ଚ୍ଚ କରିବ, ଆଉ ଯିଏ ସୁପର ଶୋରେ 15,000 ଖର୍ଚ୍ଚ କରିବ, ତ ନିହାତି ଡିଫରେନ୍ସ ରହିବ। ତ ଭାଇ ଯାହା ତ ଆପଣ ଅପଡେଟ୍ ଦେଲେ, ତ ଭାଇ ଆପଣଙ୍କୁ ଯଦି କିଏ ଗଣେଶ ପୂଜା ହୁଏ କି ଧର ବାହାଘର ପରେ ଯଦି କିଏ ଦୂର ବାହାଘର ପ୍ରୋଗ୍ରାମରେ ଫୋନ୍ କରନ୍ତି, ତ ଆପଣ ଯାଇକି ପ୍ରୋଗ୍ରାମ୍ କରିବା ପାଇଁ ଆଟେଣ୍ଡ କରିବା ପାଇଁ ଚାହିଁବେ କି ନାହିଁ? ଦୂର କହିଲେ ମେଜରିଟିର ଅଧିକା ବାହାରକୁ ମୁଁ ଯାଇନି। ଏ ପାଖେ ଆମର ଯେଉଁଟା ଆମର ରହୁଛି ରେଢ଼ାଖୋଲ ପାଖାପାଖି ଯାଇଛି, ଖଣ୍ଡପା ସାଇଡ଼୍ ଯାଇଛି, ଏ ପାଖେ ପାଲହଡ଼ା, ଢେଙ୍କାନାଳ ପର୍ଯ୍ୟନ୍ତ ଯାଇଛି। ବାହାରକୁ ଗଲା ଆପଣ ଯାଇକି ଆଟେଣ୍ଡ କରିବେ କି ନାହିଁ? ଆଟେଣ୍ଡ କରିବାନି କ'ଣ ପାଇଁ, ସେଇ ଜିନିଷ ତ କରାଯାଇଛି ସେଇଥିପାଇଁ। ଇଏ ପୁଣି ଜାଗା ନେଇକି ଦେଖିବାକୁ ପଡ଼ୁଛି, ମାନେ ଧର ପ୍ରୋଗ୍ରାମ୍ ମୋର ଥିବ ତ ସେଇ ଭଳିଆ ଇଏ ସିଚୁଏସନ୍ରେ ଯଦି ଅଲଗା ଗୋଟେ ପ୍ରୋଗ୍ରାମ୍ ପହଞ୍ଚି ହେଉନଥିବ, ସେମିତିରେ ତ କହିଲି ବା, ସେଇ ପ୍ରୋଗ୍ରାମ୍ ମାନେ ପହଞ୍ଚି ହେବ ନ ହେବ ଇଏରେ ବହୁତ ପ୍ରୋଗ୍ରାମ୍ ମୁଁ କ୍ୟାନସଲ୍ କରିଦିଏ। ଡେ ପ୍ରୋଗ୍ରାମ୍ ଥିବ, ନାଇଟ୍ ପ୍ରୋଗ୍ରାମ୍ ମିଳେ, କିନ୍ତୁ ଟାଇମ୍ରେ ପହଞ୍ଚି ପାରିବି ନ ପାରିବି ସେଇ ଇଏରେ ବହୁତ ବି ପ୍ରୋଗ୍ରାମ୍ କ୍ୟାନସଲ୍ କରେ। ତ ଭାଇ ଯେମିତି ଆପଣଙ୍କର ତ ଆମେ ଆସିଲା ବେଳକୁ ଦେଖୁଥିଲେ ଆପଣଙ୍କ ସାଉଣ୍ଡ ଚେକିଂ ହେଉଥିଲା, ଯାହାକି ଆମର ବେସ୍ ଓ ଲାଇନର୍ ଉପରେ କିଛି ମୋଡ଼ିଫାଏ ହେଇଛି ଆପଣଙ୍କର, ଆଉ କିଛି ଚେଞ୍ଜ ହେଇଛି କି? ବେସ୍ ତ ଲାଗିଛି, ନୂଆ ଲାଗିଛି, ଆଉ ଲାଇନାରୀ ଉପରେ କିଛିଟା ଜିନିଷ ଚେଞ୍ଜ ହେଇଛି, ଆଉ ଆଗକୁ ବି ଚେଞ୍ଜ ହେବ। ଲାଇନାରୀ ସେକ୍ସନଟା ଟୋଟାଲ୍ ଚେଞ୍ଜ କରିବି ବୋଲି ରଖିଛି। ଯାହା ବି ଜିନିଷ ଆପଣଙ୍କର ଲାଗୁଛି ହୋମ୍ ମେଡ୍ ଲାଗୁଛି କି ମାନେ କମ୍ପାନୀ ମେଡ୍ ଲାଗୁଛି? ନାଇଁ, କମ୍ପାନୀ ମେଡ୍ ତ ଲଗେଇନି, ହୋମ୍ ମେଡ୍, କିନ୍ତୁ ଭିତରେ ଜିନିଷ ଭଲ ଟିକେ ଜିନିଷ ଲଗାହେଉଛି ଆଉ। ମାନେ ବ୍ରାଣ୍ଡ କମ୍ପାନୀ? ହଁ, ବ୍ରାଣ୍ଡ କମ୍ପାନୀ, ଇମ୍ପୋର୍ଟେଡ଼ କମ୍ପାନୀ ଲଗାହେଉଛି ଆଉ। ଭାଇ ଯେମିତି ଆମେ ଆସିଲା ବେଳେ ଆପଣଙ୍କର ନେମ୍ ବୋର୍ଡ଼ଟା ଦେଖିଲୁ କି ମାନେ ଆଗରୁ ଗୋଟେ ନେମ୍ ବୋର୍ଡ଼ ଅଲଗା ଡିଜାଇନ୍ ନଥିଲା, ତ ଥରେ ଯେମିତି ଆମର ପ୍ଲାଏ ବୋର୍ଡ଼ରେ ଯେମିତି ହୁଏ ସେମିତି ଟାଇପ୍ର ହେଇଛି, ତ ସେଇଟା ଡିଜାଇନ୍ ଆପଣଙ୍କ ମାଇଣ୍ଡରେ କେମିତି ଆସିଲା? ସେଇଟା ଆକ୍ଚୁଆଲି ପିଲା ବି ଆମର କହୁଥିଲେ, କହିଲେ ବ୍ଲାକ୍ କରିବା ପାଇଁ। ତ ମୁଁ କହିଲି ଗତ ଥର ବି ସେଇ ବ୍ଲାକ୍ ଥିଲା, ପୁଣି ଏଥର ସେଇ ବ୍ଲାକ୍ କରିବା ଚେଞ୍ଜ କଲା ପରେ ତ ସେଇ ସେମ୍ ରହିବ। ମୁଁ କହିଲି ଏଇଟା ଥାଉ, ଯଦି ଭଲ ନ ଲାଗିଲା ପରେ ଦେଖିବା ଚେଞ୍ଜ କରିବା, କିଛି ଅସୁବିଧା ନାହିଁ, ଷ୍ଟିକର୍ ତ ପକେଇଲେ ସେ ଚେଞ୍ଜ ହେଇଯିବ। କହିଲି ଏଇଟା ମୋତେ ବେଟର୍ ଲାଗିଲା, ମାନେ କାଠର ଡିଜାଇନ୍ଟା ତ କିଛି ୟୁନିକ୍ ଲାଗିଲା ମୋତେ। ଥାଉ, ଗୋଟେ କିଛିଟା ପ୍ରୋଗ୍ରାମ୍ ଯାଉ, ଯଦି
କାହାର ପବ୍ଲିକର ମାନେ ଆସିଲା ନା ଭଲ ଲାଗୁନି କି କିଛି ରିଭ୍ୟୁ ଆସିଲା ଚେଞ୍ଜ କରିଦେବା କ'ଣ ଅଛି। ତ ଭାଇ ଯେମିତି ଆମେ ଦେଖିଲୁ ଆପଣଙ୍କର ଗାଡ଼ି ଚେଞ୍ଜ ହେଇଛି କି ନାହିଁ? ଗାଡ଼ି ମୁଁ ଆକ୍ଚୁଆଲି ଟ୍ରାକରରେ ଭଡ଼ାରେ କରୁଥିଲି, ତାପରେ ନିଜେ ଟ୍ରାକର କିଣିଲି, ତାକୁ ବିକ୍ରି କରିକି ଭଡ଼ା 407ରେ କଲି, ତାପରେ ନିଜ 407ରେ 5 ବର୍ଷ କଲି, 5 ବର୍ଷ ପରେ ଟାଟା ଅଲ୍ଟ୍ରା ଆଣିଲି। ଟାଟା ଅଲ୍ଟ୍ରା ମୋର ହେଇଯିବ 7.5 ବର୍ଷ, କିନ୍ତୁ ମଝିରେ କୋଭିଡ଼ ପାଇଁ 2 ବର୍ଷ ବନ୍ଦ ରହିଲା। ତ ଭାଇ ଏଇ ଯେଉଁ ଗାଡ଼ିରେ ଅଛି ସେଟ ବାଦ ଯେଉଁ ପୂଜା ହେଲା ଆପଣଙ୍କର, ତ ଆମେ ଦେଖିଲୁ ଗାଡ଼ିର କଲର୍ ମାନେ ଅଲରେଡ଼ି ମାନେ ଗୋଟେ ମାନେ ଯେମିତି ନୂଆ ସୋରୁମ୍ରୁ ଗାଡ଼ି ଅଛି ସେମିତି କଲର୍ ଦେବା, ସେଇଟା ମୁଁ ଭାବିଲି କି ଆପଣଙ୍କର ନୂଆ ଗାଡ଼ି ଅଛି କି ନା ସେ ପୁରୁଣା ଗାଡ଼ି ଅଛି, ଏଇଟା ପାଇଁ ପଚାରୁଥିଲି। ଭାଇ ଗାଡ଼ି ଆକ୍ଚୁଆଲି ମୋର ମୁଁ ଏମିତି ବି ଯଦି ଗାଡ଼ି ଘରେ ରଖାଯାଇଥିବ ଲାଗିଲା ମୋତେ ନା ଟିକେ ଅପରିଷ୍କାର ହେଇଛି, ମୁଁ ସେମିତିରେ ବି ଘରେ ଥାଇକି ବି ଧୋଇଦିଏ। ମୋତେ ଟିକେ ଅପରିଷ୍କାର ରଖିଲେ ଗାଡ଼ି ଫାଡ଼ି ମୋତେ ଭଲ ଲାଗେନି, ସିଏ ହଉ ବାଇକ୍ ହଉ ମୋର ଯେକୌଣସି ଗାଡ଼ି ବି ହଉ। ତ ଭାଇ କହିବାକୁ ଗଲେ ଏଇ ଯେଉଁ ଗାଡ଼ି ଅଛି 7 ବର୍ଷର ଆପଣଙ୍କର ଗାଡ଼ି, ହଁ କିନ୍ତୁ ଗାଡ଼ି ଚେଞ୍ଜ ହେଇନି। ଚେଞ୍ଜ ତ ଆପଣମାନଙ୍କୁ ଦେଖିପାରୁଥିବେ ଗାଡ଼ି କଣ୍ଡିସନ୍ କେମିତି ଅଛି। ଆପଣ ତ ଏଇ ଗାଡ଼ି ଯେତିକି ଲାଗିଲା ଯେମିତି ଭାଇ ଗାଡ଼ି ବି ଚେଞ୍ଜ ହେଇଛି। ଆଉ ଭାଇଙ୍କର କିଛି ୟୁନିକ୍ ଡିଜାଇନ୍ ହେଇଛି, ଆଉ ୟୁନିକ୍ ଡିଜାଇନ୍ ଆପଣମାନଙ୍କୁ ଦେଖେଇଦେବୁ। ଆଉ କେମିତି କ'ଣ ୟୁନିକ୍ ଡିଜାଇନ୍ ହେଇଛି ଆପଣମାନେ କମେଣ୍ଟରେ ଜଣାଇବେ। ଆଉ ଯଦି ବି ଡିଜାଇନ୍ ଭଲ ଲାଗୁଛି ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଭାଇଙ୍କର କ'ଣ ଆଉ ଜିନିଷ ଲାଗିବାର ଦରକାର ଆପଣମାନେ ନିହାତି ସେ ଜିନିଷ କମେଣ୍ଟରେ ଜଣାଇବେ। ଆଉ ଭାଇଙ୍କର ତ ଭାଇ ଆପଣଙ୍କର ତ କହିବାକୁ ଗଲେ ଆମେ ତ ସବୁ ଜିନିଷ ଆପଣଙ୍କ ପବ୍ଲିକଙ୍କୁ ପ୍ରୋଭାଇଡ଼ କଲେ, ଯାହା ବି ଅପଡ଼େଟ୍ ଥିଲା ଦେଲେ। ଭାଇ ଆପଣ ପବ୍ଲିକକୁ ଆପଣ ଲୋକେସନ୍ ଆଡ୍ରେସ୍ ଆଉ କଣ୍ଟାକ୍ଟ ନମ୍ବର ଟିକେ ଜଣାଇ ଦିଅନ୍ତୁ, ଆପଣଙ୍କୁ ଯେମିତି ଆସିକି ବୁକିଂ କରିବା ପାଇଁ ଯେଉଁ ପବ୍ଲିକ ଚାହିଁବେ। କଣ୍ଟାକ୍ଟ ନମ୍ବର ତ ମେନସନ୍ କରିଦେବେ ଇଏ। ହଁ କହିଦେବେ। ଆମର ତାଳଚେର ଗୋଡ଼ିବନ୍ଧ ହରିହରପୁର ହେଉଛି ମୋ ଗାଁ, ଗୋଡ଼ିବନ୍ଧ ପାଖରେ। ତାଳଚେରରୁ 13 କିଲୋମିଟର ହେବ ଗାଁ, NTPC ରୋଡ଼ରେ। ଆଉ କଣ୍ଟାକ୍ଟ ନମ୍ବର ହେଉଛି 9777103228। ଅଲ୍ଟରନେଟିଭ୍ ନମ୍ବର ଅଛି ବି 7978928009। ତ ଭାଇ ଆପଣଙ୍କ ପରିଚୟଟା ଟିକେ ଦିଅନ୍ତୁ, ଆପଣଙ୍କ ନାଁ ଆଉ ଟିକେ ମୋ ନାଁ ଅକ୍ଷୟ କୁମାର ପ୍ରଧାନ। ମୋର ତ ଏଜ୍ ହେଇଗଲାଣି ସେଇ 34 ହେଇଗଲାଣି। 17 ବର୍ଷ ଚାଲିଲା ମୋର ମାନେ ସାଉଣ୍ଡ କ୍ୟାରିୟରରେ ମୋର 17 ବର୍ଷ ହେଲା। ଯାହାକି ଭାଇ ଆପଣମାନେ ବି ଦେଖୁଥିବେ ଭାଇ କେବେ ବି ସୋସିଆଲ ମିଡ଼ିଆରେ ଆସନ୍ତିନି, ଆଜି ଫାଷ୍ଟ ଟାଇମ୍ ଆମ ଚ୍ୟାନେଲ୍ ଆସିଛନ୍ତି। ତ ଭାଇଙ୍କର କହିବାକୁ ଗଲେ ବାଇକ୍ ପୁରା ହେଭି ଅଛି, ଆଉ ଭାଇ ପୁରା ବହୁତ କମ୍ ଟିକେ ଅଛନ୍ତି। ଆପଣମାନେ ବାଇକ୍ ସହିତ କଥା ହୁଅନ୍ତୁ, କେମିତି କ'ଣ ବାଇକ୍ର ବିହେଭିୟର କରୁଛି ଆପଣମାନେ କମେଣ୍ଟରେ ଜଣାଇବେ। ତ ଭାଇ ଯାହା ବି ଆମେ ଦେଖିଲୁ, କିନ୍ତୁ ଭାଇ ଆପଣଙ୍କର ଗୋଟେ ଦେଖିଲୁ ଯେ ମାନେ କହିବାକୁ ଗଲେ DJ ସେଟଅପ୍ର ଆଗରେ ଆପଣଙ୍କର ନାଁ ଅଛି ଅକ୍ଷୟ ପ୍ରଫେସନାଲ। ତ ଭାଇ ଚାହିଁଥିଲେ ଆପଣ ଅଲଗା କିଛି ନାଁ ରଖିପାରିଥାନ୍ତେ, ନା ଯେଉଁ ଛୋଟ ସେଟଅପ୍ ରହିଛି ସେ ଯେଉଁ ନାଁ ଅଛି ସେଇ ଗୋଟେ ନାଁ ତ ଅଛି। ମୁଁ ନାଁ ମଝିରେ ଚେଞ୍ଜ କରିବା ପାଇଁ ଭାବିଥିଲି, ତ ଯେତେବେଳେ ବୁଝିଲି ଆମର ଯେଉଁ ରେଜିଷ୍ଟ୍ରେସନରେ ଯାହା ନାଁ ଅଛି ଚେଞ୍ଜ କରିବା ପାଇଁ, ସେ ମୋତେ ମନା କଲେ ନା ସେଇଟା ହେଇପାରିବନି। ତ ସେଇ କାରଣରୁ ଆଉ ମଝିରେ ନାଁ ଆଉ ଚେଞ୍ଜ କରିବା କଥା ମୁଁ ଇଏ କଲିନି। ନହେଲେ ମଝିରେ ଭାବିଥିଲି ପୁତୁରା ନାଁ ଆଉ ପୁଅ ନାଁ ମିଶାଇକି ମଝିରେ ବି ଲେଖିଥିଲି, ସେ ଆମର AS ଲେଖିଥିଲି। ସେଇଟା ହେଉଛି ପୁଅ ନାଁ ହେଉଛି ଆୟାନ୍ସ, ପୁତୁରା ନାଁ ହେଉଛି ଶ୍ରେୟାଂଶ। ତ ସେଇ ଇଏରେ ଲେଖିଥିଲି AS ପ୍ରଫେସନାଲ ଲେଖିଥିଲି। ତ ପୁଣି କିଛିଟା ଇଏ ପାଇଁ ସେଇଟା ସେତେ ଇଏ ଲାଗିଲାନି, ପୁଣି ସେ ପୁରୁଣା ନାଁ ପୁଣି ରଖାଗଲା ଆଉ। ତ ଭାଇ ଯେଉଁ ଅକ୍ଷୟ ପ୍ରଫେସନାଲ ଆପଣ କ'ଣ ପାଇଁ ଦେଇଥିଲେ? ଚାହିଁଥିଲେ ତ ଅଲଗା କିଛି ନାଁ ଦେଇଥାନ୍ତେ ମାନେ ଯେତେବେଳେ ଷ୍ଟାର୍ଟିଂରେ? ସେତେବେଳେ ଦେଇଥିଲି ଗୋଟେ ନାଁ, ନିଜ ନାଁରେ ଗୋଟେ କରିବି ଗୋଟେ ଭାବିକି ଦେଇଥିଲି ସେମିତି। ଆକ୍ଚୁଆଲି ତାରିଣୀ ଦେବା କଥା, ତାପରେ ତାରିଣୀ ହେଲେ ଆମ ଗାଁରୁ ଆଉ ଜଣେ କରିଥିଲେ, ସେ ତାଙ୍କର ଥିଲା ସେଇ ନାଁଟା, ତ ଆଉ ସେତେବେଳେ ଇଏ କଲିନି। ତ ହିଙ୍ଗୁଳା ବି ଦେବା ପାଇଁ ସେତେବେଳେ ହିଙ୍ଗୁଳାରେ ବି ଥିଲା ଗୋଟେ ସାଉଣ୍ଡ ଛୋଟ, ମାନେ ହିଙ୍ଗୁଳା ସାଉଣ୍ଡ ନଥିଲା, ତାଙ୍କର ଯେଉଁ ମେଲୋଡ଼ି ପାର୍ଟିର ଥିଲା ନାଁ ଥିଲା। ତ ସେଇ ଇଏରେ ମୁଁ କହିଲି ନା କପି ହେଇଯାଉଛି, ଲାଷ୍ଟରେ ଫାଇନାଲ୍ କଲି ନା ନିଜ ନାଁଟା ଦେଇଦେଲେ ସେଇଟା କପି ନାହିଁ ରହିଲା ଆଉ। ତ ଭାଇ ଯେମିତି ତ ସବୁ ଗୋଟେ ଦେଲେ, ତ ଭାଇ ଆମେ ବି ଆପଣଙ୍କୁ ଦେଖିଲୁ ସାଢ଼େ 400 ସବୁ। ତ ଗଣେଶ ପୂଜାକୁ ମାନେ କହିବାକୁ ଗଲେ ବେଟର ପରଫର୍ମାନ୍ସ ଆପଣ ଚାହିଁବେ ଗଣେଶ ପୂଜା? ହଁ, ଗଣେଶ ପୂଜାରେ ତ ନିହାତି, ଗଣେଶ ପୂଜାରେ ବୋଲି ନାହିଁ, ମୁଁ ପ୍ରାୟ ସବୁ ପ୍ରୋଗ୍ରାମରେ ମୁଁ ଚାହେଁ ଯେ ମୋର ଯାହା ପରଫର୍ମାନ୍ସଟା ଭଲ ହେଉ, କଷ୍ଟମର ଖୁସି ହେଉ। ତ ଭାଇ ଏମିତିକି କେଉଁ ଜାଗାରେ ପ୍ରୋଗ୍ରାମ ନାହାନ୍ତି, ଆପଣ କହିବା ପ୍ରୋଗ୍ରାମ ଉପରେ ଯାଇଛନ୍ତି
ଧର ଇଲେକ୍ଟ୍ରିକାଲ ପ୍ରୋଗ୍ରାମ ମାନେ ହଉ କି ଯାହାକି ଜିନିଷ ହୋଲ୍ଡ ଟେକ୍ନିକାଲ ଟେକ୍ନିକାଲ ନାହିଁ କିଛି ଯେମିତି ପ୍ରୋବ୍ଲେମ୍ problem ପ୍ରୋବ୍ଲେମ୍ କହିଲେ ଟ୍ରେକର ଟାଇମ୍ରେ ଗୋଟେ ଥର ପ୍ରୋବ୍ଲେମ୍ ହେଇଥିଲା କ'ଣ ସେ ଲଗାତାର ପ୍ରୋଗ୍ରାମ୍ ବାହାଘର ପ୍ରୋଗ୍ରାମ୍ ଥିଲା ତ ମୋର ଟିକେ ଦେହ ଖରାପ ହେଇଗଲା ବୋଲି ସେଦିନ ମୁଁ ଲାଷ୍ଟ ପ୍ରୋଗ୍ରାମ୍ ଥିଲା ମାର୍ଚ୍ଚ 12 ମୋର ମନେ ଅଛି ମାର୍ଚ୍ଚ 12 ନା ମାର୍ଚ୍ଚ 13 ଥିଲା ସେଇଟା ମାର୍ଚ୍ଚ ମାସର ଲାଷ୍ଟ ପ୍ରୋଗ୍ରାମ୍ ଥିଲା ଜଟିଆ ବ୍ରିଜ୍ ଉପରେ ଗାଡ଼ି ମୋର ଆକ୍ସିଡେଣ୍ଟ ହେଇଥିଲା ମୋ ସାନ ଭାଇ ଯାଇଥିଲା ଆଉ ଜଣେ ପିଲା ଯାଇଥିଲା ଡ୍ରାଇଭର 3 ଜଣ ସେ ଯାଇଥିଲେ ସେ ଜଷ୍ଟ ରାତି 9ଟା 8:30 9 ଭିତରେ ମୋତେ ଫୋନ୍ କଲେ ଆଉ ଟ୍ରକ୍ ଗୋଟେ ବାଡ଼େଇ ଦେଇକି ପଳେଇଲା ମୁଁ କହିଲି କାହାର କ'ଣ ହେଇଛି ସେ କହିଲା ଆମର କାହାର କିଛି ହେଇନି ଗାଡ଼ି ଜିନିଷ ଭାଙ୍ଗିଛି କହିଲି ଜିନିଷ ଛାଡ଼ି ଦିଅ ମାନେ ତୁମ 3 ଜଣଙ୍କର କାହାର କିଛି ହେଇଛି କହିଲା ନାହିଁ କିଛି ହେଇନି ମୁଁ କହିଲି ତାହେଲେ ଗୋଟେ କାମ କର ଗାଡ଼ି ସାଇଡ଼୍ କରି ହେବ ସେ କହିଲା ହଁ ଧୀରେ ଧୀରେ ସାଇଡ଼୍ କରି ହେବ ମୁଁ କହିଲି ଠିକ୍ ଅଛି ସେଫ୍ ଜାଗାକୁ ଯାଇକି ରଖ ସାଇଡ଼୍ କର ମୁଁ ପହଞ୍ଚୁଛି ମୁଁ ଆଉ ମାମୁଁ ଜଣେ ଆଉ ଜଣେ 3 ଜଣ ରାତିରେ ବାଇକ୍ 2ଟା ନେଇକି ପହଞ୍ଚିଲି ଟିକେ ଜିନିଷପତ୍ର ସାଇଜ୍ କରିକି ଧରିକି ଆସିଲୁ ସେଇଠି ମନ ଭାଙ୍ଗି ଯାଇଥିଲା କହିଲି ନା ଆଉ କରିବିନି ତାପରେ ମଝିରେ ଆମର ସେଇ ପରେ ପରେ ଯାତ୍ରା ପ୍ରୋଗ୍ରାମ୍ ପାଇଁ ଆମର ରାଧାମପୁରରେ କହିଲେ ନାଇଁ ଆମର ଯେତିକି ଅଛି ଜିନିଷ ସେତିକିରେ ହେଲେ ବି କରିଦିଅ କ'ଣ ଭାବିଲି ମୁଁ କହିଲି ଆଉ ସେତିକିରେ କ'ଣ କରିବି ଆଉ ଗୋଟେ ବକ୍ସ ତ ପୁଣି 2ଟା ବକ୍ସ ମୋର ଭାଙ୍ଗିଥିଲା ଗୋଟେ ସିଙ୍ଗିଲ୍ ବକ୍ସ ଆଉ ଗୋଟେ 3 ବାର ବକ୍ସ ଆଉ ଲାଇଟ୍ ଫାଇଟ୍ ଯାହା ଭାଙ୍ଗିଥିଲା ଲାଇଟ୍ ଫାଇଟ୍ ଆଉ 3 ବାର ବକ୍ସ ସିଙ୍ଗିଲ୍ ବକ୍ସ 2ଟା ନୂଆ ଇଏ କରିକି ପୁଣି ଚାଲୁ କଲି ସେଇଟା ଥିଲା ଗୋଟେ ବଡ଼ ଦୁଃଖଦ କାହାଣୀ ଆଉ ସେ ଜିନିଷଟା ଭାଇ କେବେ କାହିଁକି ହଉ ଯାହାକି ଆମର ଏବେ ବି ଆପଣମାନେ ଜାଣିଥିବେ ଯାହାକି ତାଳଚେର ଯାହାକି ତାଙ୍କର ହଁ ସେ ବି ସେଦିନ ରାତିରେ ତାଙ୍କର ସେ ପ୍ରୋଗ୍ରାମ୍ ଯାଉଥିଲେ ସକାଳେ ମୋତେ ସେ ଫୋନ୍ କରିଥିଲେ ଅନର ଯିଏ ଜିତେନ ଭାଇ ମୋତେ ଫୋନ୍ କଲେ ମୁଁ କହିଲି ତ ସକାଳୁ ସେ କାମ ଥିଲେ ଫୋନ୍ କଲେ ବି 9ଟା ପରେ ଫୋନ୍ କରନ୍ତି ତାଙ୍କ ସହିତ ବି ଭଲ ସମ୍ପର୍କ ବହୁତ ଭଲ ଏମିତି କିଛି ନାହିଁ ମାନେ ଅନୁଗୁଳରେ ଯେତେ ବି ଆମର ଅଛନ୍ତି ଓନର ସମସ୍ତଙ୍କ ସହିତ ସମ୍ପର୍କ ଆମର ବହୁତ ଭଲ ଆଉ ତାଙ୍କ ସହିତ ବି ସେ ମୋତେ ସକାଳୁ ଫୋନ୍ କରିଥିଲେ ଏଥିପାଇଁ ଯାଇକି ପ୍ରୋଗ୍ରାମ୍ଟା କରିପାରିବ କି ମୁଁ କହିଲି ମୋ ପାଖରେ ତ ଯେତିକି ତୁମେ ଯେଉଁ ଦେଇଥିବ ରିକ୍ୱାରମେଣ୍ଟ ତ ସେତିକି ଜିନିଷ ମୋ ପାଖରେ ନଥିଲା ତ ମୁଁ ସେଇଥିପାଇଁ ଟିକେ ଇଏ କଲି ଲାଷ୍ଟ କହିଲି ମୁଁ କହିଲି ଗୋଟେ କାମ କର ସମ୍ବିତ ଡିଜେ ଫାଙ୍କା ଥିଲା ସମ୍ବିତ ଡିଜେକୁ କହିକି ପ୍ରୋଗ୍ରାମ୍ କର ତ ତାପରେ ସକାଳେ ବି ମୁଁ ପହଞ୍ଚିଦେଲି ନା ଗାଡ଼ି ପାଖରେ ଥିଲେ ଜିତେନ ଭାଇ ଥିଲେ ମୁନା ଥିଲା ସେଇଟା ଗୋଟେ ଦୁଃଖ ଲାଗିଲା ବର୍ତ୍ତମାନ ସୁଦ୍ଧା ବି ତାଙ୍କ କଥା ହେଉଥିଲି କାଲି କଥା ହେଉଥିଲି ଗାଡ଼ି ତାଙ୍କର ବାହାରିନି ସୋରୁମ୍ରୁ ଆହୁରି ଗୋଟେ ସପ୍ତାହ ଲାଗିବ କ'ଣ କହୁଥିଲା କାଲି ମୁନାକୁ ପଚାରୁଥିଲେ କହୁଥିଲା ସେ ଯେମିତି ତ ଜାଣିଲେ ଯାହାକି ସନ୍ଦେହ ଦୁଃଖ କାହାଣୀ କାଶ ନ ହଉ ଆଉ ଭାଇଙ୍କର ବି ଗୋଟେ ଦୁଃଖ ଦେଇଥିଲା ଏବେ ଆମର ହେଇଛି ଦେଇଛି ଆଉ ସେ ଜିନିଷଟା ପାଇଁ ଆପଣମାନେ ତ ଜାଣିଥିବେ ଆପଣଙ୍କୁ ଯେତିକି ଲୋକ ତାଙ୍କ ମନରେ ବହୁତ ସାରା ଦୁଃଖ ରହୁଛି ସେ ଜିନିଷ ଭଗବାନଙ୍କ ଦ୍ୱାରା କାଶ ନ ହଉ ତ ଭାଇ ଆମର ଯାହା ବି ପସନ୍ଦ ଥିଲା ତ ଭାଇ ଆମର ଗୋଟେ ପସନ୍ଦ ଥିଲା ଆପଣଙ୍କୁ ଏତେ ସାରା ପବ୍ଲିକ୍ ଭଲ ପାଇବା ଦେଇଛନ୍ତି ଯାହାକି ପ୍ରଫେସନାଲକୁ ମାନେ ଟେକର ସେଟଅପ୍ରୁ ଆଇଚର ସେଟଅପ୍ ଯାକେ ଆଣିକି ରଖିଲେଣି ମାନେ ସେଇ ଜାଗାରେ ପବ୍ଲିକର ଭଲ ପାଇବା ଦେଇଦେଲେ ଆପଣ ପବ୍ଲିକକୁ କ'ଣ କହିବେ ମ୍ୟାମ୍ ପବ୍ଲିକକୁ ତ କହିବି ବହୁତ ବହୁତ ଧନ୍ୟବାଦ ମୋତେ ସପୋର୍ଟ କରିକି ବର୍ତ୍ତମାନ ଏ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥିବା ପାଇଁ ଆଉ ପବ୍ଲିକକୁ ଏତିକି କହିବି ସେ ମୋ ସହିତ କଣ୍ଟାକ୍ଟ କରନ୍ତୁ ଯଦି କିଛି ମୋର ମାନେ ମୋ ତରଫରୁ ହେଉ କିମ୍ବା ମୋ ପିଲାଙ୍କ ତରଫରୁ ହେଉ ଯଦି କିଛି କେଉଁଠି ଭୁଲ ରହିଲା କି କିଛି ରହିଲା ତ ସେଇଟା ମୋ ସହିତ ଡାଇରେକ୍ଟ ଡିସ୍କସ୍ କରନ୍ତୁ ତ ମୁଁ ତା'ର କିଛିଟା ସଲ୍ୟୁସନ୍ କରିବି ଏତିକି ପବ୍ଲିକକୁ ରିକ୍ୱେଷ୍ଟ ସବୁବେଳେ ସପୋର୍ଟ କରନ୍ତୁ ତ ଭିଡ଼ିଓଟି ବେଶୀ ଲମ୍ବା କରେ ନା କି ଭିଡ଼ିଓ କରିବା ଆଉ ଭାଇ ଆମକୁ ଟାଇମ୍ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ ଆଉ ଯଦି ବି ଭିଡ଼ିଓଟି ଭଲ ଲାଗିବ ନିହାତି ଲାଇକ୍ କରନ୍ତୁ ସବସ୍କ୍ରାଇବ୍ କରିବେ ଚ୍ୟାନେଲକୁ ହାଇକ୍ କରିଦେବେ ତ ଏତିକିରେ ଭିଡ଼ିଓ କରନ୍ତୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।